नमः शिवाय। श्रीहरु हेलाव गीता माता श्रीहरु हेलाव गीता तुम्हे जीवरी सारिब सीता तुम्हे जीवरी सारिब सीता धर लौरी आरेब तुम्हे मोहर उड़ाना गलाए माधाना तुम्हे मोहर उड़ाना गाना अरे मकुल नंदन विशिकेशन नंदर नंदना ମୋ ବଳା କିଆ କାନ୍ଦୁଛ ରେ ଧନ ନିଶ୍ଚୟ ତୁମକୁ ମାତୃତୁଲ୍ୟର ସ୍ନେହ ଦେବି ରେ ଧନ କିନ୍ତୁ ମା ଚାଲିଗଲା ବୋଲି ଏତେ ତୁମେ ରୋଦନ କଲେ ମୁଁ କିପରି ତୁମକୁ ଧରି ସେବା କରିବି ଆରେ ମୋହର ଗଳାର ମାଳା ଆରେ ମୋହର ଗଳାର ମାଳା ତୁମେ ମୋହର ନେତ୍ର ବିତୁଳା तुम्हे मोहर नेत्र बितुला भाग्यको आदरी रहिब रे धन तुम्हे मोहर तुलना नगाए माधाना तुम्हे मोहर तुलना गाना अरे मकुल नंदन विशिकेशन तुमको पालन करिबी किंतु भाळनी पड़िछि महत शुणुथिबे गुणी जन रे मन गाता हे मन बाता शिरस होइले वीर किशोर राजा हे राम जय राम जय जय राम हे जय जय राम राम लखन दिया जोगर श्याम कर्मशील महाकंपी होइले जय हे होइले हजार सिंहकानु अतुहाए आहे भाई हे राम जय राम जय जय राम हे जय जय राम राम लखन दिया जोगर श्याम वीर किशोर राजा क्या मन दुख कर बसंदी चिंता कले मो दुई पुत्र किपरि एणे उद्धार पाइबे 16 गुण राजा को 32 गुण मंत्री मंत्री वर आज्ञा वास मध्य थिले राजांकर क्रंदन कर्णपादक्ति राज दरबारे जाई प्रवेश होइले महामंत्री महाराज कौन होइछि आपनकर এই ধরনের পুস্তরে লটে এই অথম রাজা নয়ন রশ্ম দল তিল তিল করে দেউছি সতে ধৈর্য বল পরাক্রম সাহস বর হইয়াছি
କେଉଁ ଜନ୍ମରେ କେତେ ପାପ କଲି ଯେ ଆଜି ପଙ୍ଗୁ ହୋଇ ବସିଛି। अच्छा ମୋର ପଟରାଣୀ କଥା ଦେଇଥିଲେ ପୁଣି ଚାଲିଗଲେ ଏ ସଂସାର ମଧ୍ୟ। सते କିନ୍ତୁ ସଂସାରରେ ସାଂସାରିକ ମତରେ ହଁ। ଭଗବାନ ଯେପରି ଏଣେ ସମସ୍ତଙ୍କୁ ସମଭାବ ଦେଖିଥିଲେ, ଆଚ୍ଛା। ବଂଶଗତର ସୁରକ୍ଷା ରଖିଥିଲେ, ପିତୃଣ ସୁଝିଥିଲେ, ସତେ ସେହିପରି ଆଜି ମୁଁ ମୋ କୋଳରେ ଦୁଇ ପୁତ୍ର ଅଛନ୍ତି 6 ମାସର ଶିଶୁ। अच्छा ଏମାନେ କିପରି ବଞ୍ଚିତ ହେବେ ଚିନ୍ତାମଗ୍ନରେ ବସିଛି। महाराज मोर गोटे कथा रखिए କୁହ ମହାମନ୍ତ୍ରୀ, महाराज ତୁମେ ଯାହା କହିବ ମୁଁ ଅକ୍ଷରେ ପାଳନ କରିବି। हाँ महाराज मो को तो पुओ की झियो नाहंती सेई दुईटी संतान को मो हस्त को टेकी दियंतु मो अति यत्न रे पालन पोषण करिवि। ମହାମନ୍ତ୍ରୀ हाँ ମନ୍ତ୍ରୀ ପଦ ପାଇଥିଲେ ଯେ କି ତା ନାମ ହେଲା ସହଦେବ। अच्छा ଏମିତି ଗୁଣବାନ ଥିଲେ ସେ କହିଥିଲେ ଯେ କି ପଚାରିଲେ କହିବାର हाँ ସେ ହେଉଛନ୍ତି ଆଜ୍ଞା ପଣ୍ଡୁଙ୍କ ସନ୍ତାନ, बेश ମାତୃ ଗର୍ଭରୁ ଜନ୍ମ ହୋଇଥିଲେ। अच्छा ଏମିତି ସତ୍ୟର ପ୍ରତୀକ ରଖିଥିଲେ ବୋଲି ଗାନ୍ଧାର ସେନଙ୍କର ପୁତ୍ର ଏକା ବଞ୍ଚିଥିଲା ଶଙ୍କୁନି। सते କେବଳ ସହଦେବ ସେଇ ମନ୍ତ୍ରୀ हाँ ଶଙ୍କୁନିକି ବିନାଶ କରିଥିଲେ। अच्छा ସେଇପରି ମୋର କୁଳ ଉଦ୍ଧାର କରିବା ପାଇଁ ମୁଁ ଆଜି ମନ ଲାଗି ରହିଛି। बेश ମୋ ଦୁଇ ପୁତ୍ରକୁ ପ୍ରଦାନ କରିବି ସତ, अच्छा କିନ୍ତୁ ଗୋଟେ ସର୍ତ୍ତରେ कौन महाराज ତୁମେ ସତ୍ୟ କର ମହାମନ୍ତ୍ରୀ। ହଁ। ମୁଁ ଯାହା କହିବି ଅକ୍ଷରେ ପାଳନ କରିବ। हाँ निश्चय ମୁଁ ତୁମ କୋଳକୁ ଦୁଇ ପୁତ୍ରକୁ ଅର୍ପଣ କରିବି। बेश ତୁମେ ନନ୍ଦ ଦୋଷଦା ହେଇପାରିବ, निश्चय କିନ୍ତୁ ଯେତେବେଳେ ମତେ ଦରକାର ପଡିବ ମୋ ଦୁଇ ପୁତ୍ରକୁ ତୁମେ ଅର୍ପଣ କରିପାରିବ, महाराज ठीक अछि ଦେଇପାରିବ। निश्चय देवी ସତ୍ୟ ଭଗ୍ନ କରିବ ନାହିଁ। नहीं ସତ କହୁଛ? हाँ ଏ ଶୁଣୁଥିବେ ଗୁଣି ଜନ ଦେଇ ମନ କନ ଧର୍ମଶୀଳ ମହାମନ୍ତ୍ରୀ ହୋଇଲେ ଆନନ୍ଦ। ଦୁଇ ପୁତ୍ରକୁ ଧରି ମନ୍ତ୍ରୀ ଚାଲିଗଲେ, ଦୁଇ ପୁତ୍ରକୁ ଧରି ମନ୍ତ୍ରୀ ଚାଲିଗଲେ, ନିଜ ସମଧରେ ପାଳନ କରିଲେ। ନବମ ମାସକୁ ମୋର ମୁଖେ ଉଠେ ଦାନ୍ତ, ମୁଣ୍ଡ ଚକଟାଇ ମନ୍ତ୍ରୀ ଖିଲାଇଲେ ଭାତ। ଦଶମ ମାସକୁ ମୋର ଆନ୍ତରିଆ ତାଲେ, ଦେବକୀର ପୁତ୍ର ଯେନେ ଦୋଷଦାଙ୍କ କୋଳେ। ଚାହୁଁ ଚାହୁଁ ଏକ ବର୍ଷ ହେଲା ସମାପନ, ଖନ ଖନ କରି କେତେ ବୋଲନ୍ତି ବଚନ। ଆଜ୍ଞା ଧର୍ମଶୀଳ ମହାମନ୍ତ୍ରୀ, है ଯେମିତି ଦେବକୀ ଗର୍ଭ ଜନ୍ମ ହେଲେ ଦୋଷଦା କୋଳରେ ବଢିଲେ ଆଜ୍ଞା ଶ୍ରୀକୃଷ୍ଣ, हाँ ସେହିପରି ଆଜ୍ଞା ମନରେ ଚିନ୍ତା କଲା ଧର୍ମଶୀଳ ମହାମନ୍ତ୍ରୀ, अच्छा ମୋ କୋଳରେ ସନ୍ତାନ ନାହିଁ, ମତେ ପ୍ରଦାନ କରନ୍ତୁ। हाँ ଆଜ୍ଞା ଅତି ଆନନ୍ଦରେ ପାଳନ କଲେ। है ଆଜ୍ଞା ଅଷ୍ଟମ ମାସରେ ଅନେକ କୁଟୁଣି ପରାୟ ଦେଖାଗଲେ। बेश ଯେମିତି ବିଷ୍ଣୁଙ୍କର ପୁତ୍ର କନ୍ଦର୍ପ ସେମିତି ସଭା ପାଉଥିଲା, ସେମିତି ଆଜ୍ଞା ଶ୍ଵେତ ବସନ୍ତ ମନ୍ତ୍ରୀ କୋଳରେ ସଭା ପାଇଲେ। हाँ ନବମ ମାସରେ ମୁଖରେ ଦାନ୍ତ ଉଠିଲା, अच्छा ଚକଟାଇ ଭାତ ଖିଲାଇ ଦେଲେ। हाँ ଏକ ବର୍ଷରେ ଦୁଇ ପୁତ୍ର ଖନ ଖନ ବଚନ କହିଲେ। बेश ଏକ୍ସାମ୍ପଲ ଉଦାହରଣ ସ୍ୱରୂପ ଆଜି ପ୍ରଭୁ ବିରାଜମାନ କାହିଁକି ଅଛନ୍ତି? हाँ ଆମର ଭରସାରେ ଏବଂ ଯେ କି ଟୁନା ସାରଙ୍କର ପୋତା ଯେ କି ଆଜି ଜନ୍ମବାର୍ଷିକ ଉତ୍ସବ ହଁ। ସତ୍ୟବ୍ରତ ସାରଙ୍କର ବନ୍ଦେ ଦଶମୃତ କରାଇଛନ୍ତି। ସେଇ ବ୍ରହ୍ମ ନାରାୟଣ ଆସ୍ଥାନ ବିଦ୍ୟମାନ ହୋଇ हाँ ସତ୍ୟବ୍ରତ ସାରଙ୍କର ସୁପୁତ୍ର हाँ କୁ ଉଦ୍ଧାର କରନ୍ତୁ ପ୍ରଭୁ ନାରାୟଣ ବୋଲାନନ୍ଦ हरि हरि बोल ତାଙ୍କର ବଂଶଗତ ସୁରକ୍ଷା ଦିଅନ୍ତୁ ବୋଲାନନ୍ଦ ସାଗର। हरि हरि बोल ଆଜ୍ଞା ଏକ ବର୍ଷରେ ଖନ ଖନ ବଚନ କହିଲେ। है ଚାହୁଁ ଚାହୁଁ ଆଜ୍ଞା 4 ବର୍ଷ 4 ମାସ 4 ଦିନ ହେଲା अच्छा ଆଜ୍ଞା ମାତା ଗୁରୁ ପିତା ଗୁରୁ ଆଜ୍ଞା ମନ୍ତ୍ରୀ ବର ଏଣେ ତାଙ୍କର ସ୍ତ୍ରୀ ହେଲେ, हाँ କିନ୍ତୁ ପାଠ ପଢିବ କୁମାର କିପରି? किपरि ଆଜିର ବିଜ୍ଞାନ ଯୁଗରେ ଆଜ୍ଞା ଆମର ଯେ କି ଚାଟଶାଳୀ ବୋଲି କହୁଛେ, हाँ ପୁରାଣ ଶାସ୍ତ୍ର ଥିଲା ଆଜ୍ଞା ଗୁରୁକୁଳ ଆଶ୍ରମ। ଗୁରୁକୁଳ ଆଶ୍ରମରେ ଯେମିତି ଆଜ୍ଞା ପାଠ ପଢୁଥିଲେ ଆଜ୍ଞା କୃଷ୍ଣ ବଳରାମ है अच्छा ସନ୍ଦୀପନୀ କଳରେ हाँ ମୁକୁରା ଦେଇକି ଦକ୍ଷିଣା ଦେଇଥିଲେ, ସେମିତି ଆଜ୍ଞା ଯେ କି ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ବଶିଷ୍ଠ ମୁନି ଶିକ୍ଷାଦାନ ଦେଇଥିଲେ। बेश
ଆଜ୍ଞା ସେମିତି ଆଜ୍ଞା ଗୁରୁକୁଳ ଆଶ୍ରମରେ ନାମ ଲେଖାଇ ଦେଲେ ହଁ ଶ୍ଵେତବସନ୍ତ କିପରି ପାଠ ପଢିବେ କିପରି କଟକ ରେଭେନ୍ସା କଲେଜର ଭଗବାନ ପ୍ରିନ୍ସିପାଲ ହଁ ଦିବସରେ ଛାତ୍ରଛାତ୍ରୀ ଶିକ୍ଷା ଦିଅନ୍ତି ସନ୍ଧ୍ୟା ହେଲେ ବସି ଗୃହ ମଧ୍ୟରେ କଲମ କରେ ସେ କଣ ଲେଖିଲେ କଣ ଲେଖିଲେ ବାବୁ ପଢାରେ ସିଦ୍ଧି ପଢିଲେ ହଇବ ବୁଦ୍ଧି ବାବୁ ପଡ଼ାରେ ସିଧି ପଡ଼ିଲେ ହଇବ ବୁଦ୍ଧି ବାବୁ ପଡ଼ାରେ ସିଧି କରାଇ ଗଠନ ପଡ଼ିଲେ ହରିବ ବୁଦ୍ଧି ବାବୁ ପଡ଼ାରେ ସିଧି ପାଠ ପଢୁଛନ୍ତି ସେଇ ଚେତନେ ବସନ୍ତ ପଡ଼ିଲେ ହରିବ ବୁଦ୍ଧି ବାବୁ ପଡ଼ାରେ ସିଧି ଓଡ଼ିଆ ପଢିଲେ ପଡ଼ିଲେ ହରିବ ବୁଦ୍ଧି ବାବୁ ପଡ଼ାରେ ସିଧି ଦ୍ୱିତୀୟ ବର୍ଷେ ବଙ୍ଗଳା ଦେଶ କଲେ ପଡ଼ିଲେ ହରିବ ବୁଦ୍ଧି ବାବୁ ପଡ଼ାରେ ସିଧି ତୃତୀୟ ଚତୁର୍ଥ ବର୍ଷେ ଫରାସୀ ନାଗରୀ ପଡ଼ିଲେ ହରିବ ବୁଦ୍ଧି ବାବୁ ପଡ଼ାରେ ସିଧି ଚାରି ବର୍ଷେ ଚାରି ବିଦ୍ୟା ପଢିଦେଲେ ସାରି ପଡ଼ିଲେ ହରିବ ବୁଦ୍ଧି ବାବୁ ପଡ଼ାରେ ସିଧି ସଫଳ ଗୁଣ ହଇଲେ ନନ୍ଦନ ପଡ଼ିଲେ ହରିବ ବୁଦ୍ଧି ବାବୁ ପଡ଼ାରେ ସିଧି ଆରେ ଯଦି ସରସ୍ୱତୀ ବିଦ୍ୟା ପ୍ରଦାୟିନୀ ସକଳ ଶାସ୍ତ୍ରରେ ସେଇ କଟକ ରେଭେନ୍ସା କଲେଜର ଭଗବାନ ପ୍ରିନ୍ସିପାଲ ଏ ପଦ ଲେଖିଲେ ହଁ। ଆଜି ସରସ୍ୱତୀ ବିଦ୍ୟା ପ୍ରଦାୟିନୀ ସକଳ ଶାସ୍ତ୍ରରେ ନିପୁଣ ଆଚ୍ଛା ଆମ ସତ୍ୟବ୍ରତ ସାରଙ୍କର ସୁପୁତ୍ରକୁ ଆଜ୍ଞା ଗୁରୁ ଚତୁର୍ବିଦ୍ୟାର ପରାଙ୍ଗମ କରାନ୍ତୁ ବୋଧାନନ୍ଦ ସାହାଗରେ ହରି ହରି ବୋଲ। ସେହିପରି ଆଜ୍ଞା ଶ୍ଵେତ ବସନ୍ତ ଗୁରୁକୁଳ ଆଶ୍ରମରେ ହଁ ରୂପରେ ଗୁଣରେ ବୁଦ୍ଧିରେ ଜ୍ଞାନରେ ପରାକ୍ରମ ହେଲେ ଆଚ୍ଛା କ୍ରମେ କ୍ରମେ 12 ବର୍ଷ ହେଇଗଲା ଏଠାର ବିଷୟ